ହ୍ୟାଲୋ ସାଙ୍ଗମାନେ, ଜୟ ମା ଲକ୍ଷ୍ମୀ ନାରାୟଣ। ଆଜି ହେଉଛି ପବିତ୍ର ସୁଦଶା ବ୍ରତ। ବହୁତ ଦିନ ପରେ ଆଜି ସୁଦଶା ବ୍ରତ ପଡ଼ିଛି। ଭୋରୁ ଉଠି ମୁଁ ଠାକୁରଙ୍କୁ ପୂଜା କରିସାରିଲା ପରେ ଚାଲିଲି ପାୟସ ଭୋଗ ଲଗାଇବା ପାଇଁ। ବହୁତ ଲୋକ ମଣ୍ଡା ପିଠା ଭୋଗ ଲଗାନ୍ତି, କିନ୍ତୁ ଆମର ପାୟସ ଭୋଗ ଲାଗେ। ପାୟସ କରିବା ପାଇଁ ପ୍ରଥମେ ଚୁଲି ହାଣ୍ଡି ବସାଇଦେବେ। ହାଣ୍ଡିରେ ତାତିଲା ପରେ ସେଥିରେ ଘିଅ ଟିକେ ପକାଇଦେବେ। ଘିଅ ତାତିଲା ପରେ ସେଥିରେ କାଜୁକୁ ଭାଜିକି ରଖିଦେଇଥିବେ। ସେଥିରେ ଟିକେ ଚିନି ପକାଇଦେବେ। ସେଇ ଘିଅ ଉପରେ ଚିନି ନାଲି ହେଲା ପରେ ଗୁଜୁରାତିକି ପକାଇଦେବେ। ତାପରେ ପାଣିକି ଢାଳିଦେବେ। ପାଣି ଅଳ୍ପ ଉଷୁମ ହେଲା ପରେ ସେଥିରେ ଆପଣ ଅମୁଲ ପକାଇଦେବେ। ଅମୁଲ ପକାଉ ଆମ ଛୁଆମାନେ ତ ଅମୁଲ ଦେଖିଲା ମାନେ ଯାହା ହେଉଛନ୍ତି, ଆଗେ ଆମକୁ ଅମୁଲ ଦିଅ। ମୁଁ କହିଲି ଆଗେ ପକାଇ ସାରି ପଛରେ ତୁମମାନଙ୍କୁ ଦେବି। ଅମୁଲକୁ ଘାଣ୍ଟି ସାରିଲା ପରେ ଭଲ ଦେଖିବେ, ପାଣି ଫୁଟିଲା ଯାଏ ଅପେକ୍ଷା କରିବେ। ଫୁଟିଲା ପରେ ସେଥିରେ ଆବଶ୍ୟକ ଅନୁଯାୟୀ ଲୁଣ, ତାପରେ ଯେଉଁ ଚାଉଳକୁ ଧୋଇକି ରଖିଥିବେ ତାକୁ ପକାଇଦେବେ। ତାପରେ ଆରମ୍ଭ ହେଲା ଘାଣ୍ଟିବା। ଆଉ ପାୟସ ନ ଘାଣ୍ଟିଲେ ବିଲକୁଲ ହେବନି। ପାୟସ ଘାଣ୍ଟୁ ଚାଉଳ ଯେମିତି ଫିଟିଯାଏ ସେଥିରେ ପକାଇଦେବେ ନଡ଼ିଆ, ଚିନି, ଯେଉଁ କାଜୁକୁ ରଖିଥିବେ ତାକୁ ପକାଇଦେବେ। ହେଇଗଲା ପାୟସ ରେଡ଼ି। ପାୟସ ରେଡ଼ି ହେଇଗଲା ପରେ ମୁଁ ନେଇକି ଚାଲି ପ୍ରଥମେ ଠାକୁରଙ୍କୁ ଭୋଗ ଲଗାଇବା ପାଇଁ। ଠାକୁରଙ୍କୁ ଭୋଗ ଲଗାଇବା ପୂର୍ବରୁ ଝୁଣା, ଦୀପ, ଧୂପ ମୁଁ ରେଡ଼ି କରିଦେଲି। 10 ଥର ଠାକୁରଙ୍କୁ ଦେଇ ପାଣି ଛଡ଼େଇ ଭୋଗ ଲଗାଇଦେଲି। ସଇଲା ମୋର ଠାକୁର ପୂଜା। ଆପଣମାନେ କେମିତି ପୂଜା କରୁଛନ୍ତି ନିଶ୍ଚୟ କହିବେ। ହଁ, ଗୋଟେ କଥା, ଆପଣମାନେ ଛୋଟବେଳେ ଅମୁଲ ଖାଇବାକୁ ଭଲ ପାଉଥିଲେ କି ନାହିଁ କହିବେ। ମୁଁ ତ ବହୁତ ଭଲ ପାଏ। ଆପଣମାନେ ବି ଯଦି ଭଲ ପାଉଛନ୍ତି ତ କମେଣ୍ଟ ମାଧ୍ୟମରେ ନିଶ୍ଚୟ କହିବେ। ରହୁଛି, ବାଏ।